ଥରେ ଜଣେ ଧନୀ ଲୋକ ଥିଲା। ତାର ଏଟିଏମ୍ ର ତାରିଖ ସରିଗଲା। ନୂଆ ଏଟିଏମ୍ ଆପ୍ଲାଏ କରି ବ୍ୟାଙ୍କକୁ ଗଲା। ପ୍ରଥମେ ବ୍ୟାଙ୍କରେ 1,00,000 ଟଙ୍କା ଡିପୋଜିଟ୍ କଲା। ତାପରେ ନୂଆ ଏଟିଏମ୍ ପାଇଁ ଆପ୍ଲାଏ କଲା। ସେତେବେଳେ ଚୋରଟିଏ ସବୁ ଦେଖୁଥିଲା। ଧନୀ ଲୋକଟି ନିଜ ଗାଁକୁ ଚାଲି ଆସିଲା। ଚୋରଟିଏ ତାର ପିଛା କରୁଥିଲା। ଜଙ୍ଗଲ ଭିତରେ ଧନୀକୁ ଧରି ପକାଇଲା। ତାର କାନରେ ପିସ୍ତଲ ଲଗାଇଲା। ଚୋରଟି ତାଠାରୁ ଏଟିଏମ୍ କାର୍ଡ ନେଇଗଲା। ଏଟିଏମ୍ ର ପାସୱାର୍ଡ ନମ୍ବର ମାଗିଲା। ଧନୀ ଲୋକଟି ଚାଲାକି ଥିଲା। 4ଟି ଅକ୍ଷର ବଦଳରେ 6ଟି ଅକ୍ଷର କହିଦେଲା। 1 2 3 4 5 6 କହିଦେଲା। ଚୋରଟି ଏଟିଏମ୍ କାର୍ଡ ଧରି ଏଟିଏମ୍କୁ ଦୌଡ଼ିଲା। ଧନୀ ଲୋକଟି ପୋଲିସକୁ ଫୋନ୍ କରିଦେଲା। ପୋଲିସମାନେ ସାଦା ପୋଷାକରେ ଆସିଲେ। ଏଟିଏମ୍ ପାଖରେ ଜଗି ବସିଲେ। ଚୋରଟି ଆସି 6ଟି ଡିଜିଟ୍ ମାରିଲା। ଟଙ୍କା ବାହାରିଲା ନାହିଁ। ଏଟିଏମ୍କୁ ହଲେଇବାରେ ଲାଗିଲା। ଏତିକିବେଳେ ପୋଲିସ ଧରି ପକେଇଲା। ଚୋରକୁ ନେଇ ଜେଲରେ ପୁରେଇ ଦେଲା। ଆମେ କେବେହେଲେ ମଧ୍ୟ ଅଧର୍ମ କାମ କରିବା ନାହିଁ।